যাত্রা জগতରୁ ପୁଣି ଆସିଛି ଏକ ଦୁଃଖଦ ଖବର। ଦୁର୍ଦାନ୍ତ ଖଳନାୟକ ଜ୍ଞାନରଞ୍ଜନ ସାହୁଙ୍କର ଦେହାନ୍ତ ହୋଇଛି। କିଛି ଦିନ ଧରି ଲିଭର ଜଣ୍ଡିସରେ ପୀଡ଼ିତ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ ହଠାତ୍ ବିଗିଡ଼ିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳର ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁଳସୀ ଗଣନାଟ୍ୟରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଜ୍ଞାନରଞ୍ଜନ ତାଙ୍କର ଦମଦାର ଡାଇଲଗ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ଖରାପ ଝିଅର ଗପ, ଶ୍ୱଶୁର ଘରକୁ 100 ସଲାମ, କେତେ ଦୁଃଖ ଦେବୁ ଦେରେ କାଳିଆ ଭଳି ଅନେକ ସୁପରହିଟ୍ ନାଟକରେ ମୁଖ୍ୟ ଖଳନାୟକ ଭୂମିକାରେ ସେ ଅଭିନୟ କରିଥିଲେ। ତୁଳସୀ ଗଣନାଟ୍ୟ, ସ୍ୱର୍ଣ୍ଣମହଲ, ଧଉଳି ଗଣନାଟ୍ୟ ଭଳି ଆଗ ଧାଡ଼ିର ଯାତ୍ରା ଅନୁଷ୍ଠାନରେ ସେ ଅଭିନୟ କରି ଯାତ୍ରା ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ମାସକ ମଧ୍ୟରେ ଚାଲିଗଲେଣି 3 ବରିଷ୍ଠ କଳାକାର। ସବୁଠାରୁ ବଡ଼ କଥା ଯେ ଗତ ମାସକ ମଧ୍ୟରେ ଯାତ୍ରା ଜଗତର 3 ବରିଷ୍ଠ କଳାକାର ଅକାଳରେ ଆରପାରିକୁ ଚାଲି ଯାଇଛନ୍ତି। ନଭେମ୍ବର ପହିଲାରେ ଯାତ୍ରା ଜଗତର ବର୍ଷାନ କଳାକାର ଦେବୀରଥ ଚାଲି ଯାଇଥିବା ବେଳେ ଡିସେମ୍ବର ପହିଲାରେ ଗୁରୁପୃଷ୍ଟି ଓ ପରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ନରେନ୍ଦ୍ର ଦାସ ଚାଲି ଯାଇଥିବା ବେଳେ ଡିସେମ୍ବର ଶେଷ ଆଡ଼କୁ ହସାଇ ହସାଇ ବେଦମ କରୁଥିବା ବୁଦ୍ଧିଆ ନନା ବି ଚାଲି ଯାଇଥିଲେ। ବ୍ୟୁରୋ ରିପୋର୍ଟ, ଜନତା ଟିଭି।